ମାଆ ଏବେ 2 ଦିନ ହେବ କହିଲେଣି ଗଛରେ କାଇଁ ପାଣି ଦେଉନ, ଗଛରେ ସବୁ ଝାଉଁଳି ଗଲାଣି, ତମେ ନିଜେ ସବୁ ଖାଇବିକି ବଞ୍ଚୁଛ, ତା କଥା କେହି ଟିକେ ଭାବୁନ, ଆଜି ତ ଯେମିତି ହେଲେ ଗଛରେ ପାଣି ଦେ। ମୁଁ ହେଲେ କହିଲି ଆଜି ଯେତେ କାମ ଥାଉ ଗଛରେ ଆଜି ପାଣି ଦେବି। ସତରେ ବି ଗଛର ସବୁ ଝାଉଁଳି ଗଲାଣି। ଗଛରେ ଦେଇକି ଆସିଲା ପରେ ପାଣି, ତାପରେ ଲାଗିଗଲି ମୋ ସାଙ୍ଗମାନଙ୍କୁ ଦେଖା କରିବାରେ। ତୁମେ ଯାହାକୁ ଦେଖା କର ନ କର, କିନ୍ତୁ ଏଇ ସାଙ୍ଗମାନଙ୍କୁ ଯଦି ତୁମେ ଦିନେ ନ ଦେଖିବ ସେମାନେ ତୁମକୁ କେତେ ଝୁରିବେ। ତାପରେ ଗଲି ହେରି ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରିକି ପଳେଇ ଆସିଲି। ଏମାନେ ସବୁ ବାସନ ମାଜିକି ପଳେଇ ଆସିଲେ। ଆମମାନଙ୍କର ତ ପ୍ରଧାନ ସାଙ୍ଗ ହୁଅନ୍ତି ଆମର ବାସନ ମଜା। ତାପରେ ବାସନ ମାଜିକି ଆସିଲା ପରେ ହେଇଗଲା ଆମର ଭାତ ଡାଲି ଆଉ ବରା, ଆଣିଥିଲି ଆଳୁ ଭଜା। ତାପରେ ମୋ ପୁଅ ଖାଇଦେଇକି ଗଲା ଦାଣ୍ଡକୁ ଖେଳିବାକୁ। ଆଜି ଗୋଟେ ଘରେ ସୋମବାର ଥିଲା, ସେଇଥିପାଇଁ ମାଆ ଯାଇକି ମନ୍ଦିରରୁ ସବୁ ଭୋଗ କରିକି ନେଇକି ଆସିଥିଲେ। ଭୋଗ ପାଇଲା ପରେ ସେଠୁ ଚାଲି ଚଣା ଶାଗ ପ୍ରସ୍ତୁତ କରିବାରେ। ଏ ଶାଗ ସିନା ଖାଇବାକୁ ଟେଷ୍ଟି, କିନ୍ତୁ ୟାକୁ କାଟିବା ଭାରି କଷ୍ଟ। ମୁଁ ଆକୁ ଜମା ହେଲେ କାଟି ପାରିନି ଜମା ହେଲେ। ସେଇଥିପାଇଁ ଯେଉଁଦିନ ଚଣା ଶାଗ ହେବ ସେଇଟା କାଟିବା ଡ୍ୟୁଟି ହେଉଛି ମାଆଙ୍କର। ମାଆ ତାକୁ ଚୁନେଇ ଚାନେଇ ମକଚି କରିକି ଭଲସେ ତାକୁ ଟିକି କରି କାଟିକି ପୁରା ଥୋଇଦେବେ। ତାପରେ ଏପଟେ ଏଠୁ ବତୁରେଇ ଦେଇଥିଲି ଯେଉଁ ଶାଗ ପାଇଁ ଆଗୁଆ କରିଦେଇଥିଲି ମୁଗ ଯାଇକି ଚାଉଳକୁ ସିଝେଇ ଦେଇଥିଲି। ହେଇଗଲା ଆମର ଶାଗ।